শরণাগতদিনাথং পরিত্রাণং পরায়ণে সর্বসাতে হরে দেবী মা শারদে দেবী নমস্তুতে। জয় মা শারদা। ଆଜିକାର ନୀତିବାଣୀରେ ଆପଣମାନଙ୍କ ପାଇଁ ସୁନ୍ଦର କଥାଟିଏ। ଗୋଟିଏ ଗ୍ରାମରେ ଗୋଟିଏ ବେଶ୍ୟାଟିଏ ରହୁଥାଏ। ବେଶ୍ୟାଟିର ନାଁ ଥିଲା ଗଣ୍ଡୁକୀ। ଗଣ୍ଡୁକୀର ଇଏ କର୍ମ ହେଉଛି ଅନ୍ୟ ପୁରୁଷମାନଙ୍କୁ ଇଏ ସୁଖ ଦେବା ଏବଂ ଯେଉଁ ଦୁଇ ପଇସା ଆଣି ଭିକାରୀ ବ୍ରାହ୍ମଣମାନଙ୍କୁ ଦାନ କରେ। ଏଇଭଳି ତାର ନୀତିଦିନର ଇଏ କର୍ମ ଚାଲିଥାଏ। ସେଇ ଗ୍ରାମକୁ ଜଣେ ସାଧୁଟି ଆସିଲେ। ସାଧୁଟି ଏ ଗ୍ରାମରେ ଅନେକ ଦିନ ରହିଲେ। ପ୍ରତ୍ୟେକ ଲୋକ ଯାଆନ୍ତି ସାଧୁଙ୍କ ନିକଟକୁ। ଯାହାର ଯାହା କୌଣସି ଅସୁବିଧା ଥାଏ ସାଧୁଙ୍କ ଠାରୁ ଇଏ ବୁଝନ୍ତି ଏବଂ ଇଏ ଜ୍ଞାନ ଲାଭ ବି କରନ୍ତି। ଦିନେ ଗଣ୍ଡୁକୀ ସାଧୁଙ୍କ ନିକଟରେ ଯାଇ ପହଞ୍ଚିଲା। ଇଏ ପ୍ରଣାମ କଲା, କହିଲା ସାଧୁଜୀ, କିଭଳି ଭାବରେ ମୁଁ ଇଏ ମୁକ୍ତି ପାଇବି ମୋତେ ସେ ବାଟଟିକି ବତେଇ ଦିଅନ୍ତୁ। ସାଧୁଜୀ କହିଲେ ଆଲୋ ମା, ଯେଉଁଦିନ ତୁ ଏ ବେଶ୍ୟାବୃତ୍ତିକୁ ଇଏ ଛାଡ଼ିଦେବୁ ସେଇଦିନ ଜୀବନରେ ତୋର ଇଏ ମୁକ୍ତି ପାଇଯିବୁ। ଝିଅଟି କହିଲା, ସାଧୁଜୀ ସବୁ କରିପାରିବି, ହେଲେ ବେଶ୍ୟାବୃତ୍ତିକୁ ମୁଁ ଇଏ ଛାଡ଼ିପାରିବି ନାହିଁ। କାହିଁକି ନା ମୁଁ ଅନ୍ୟ ଇଏ ପୁରୁଷମାନଙ୍କୁ ଟିକେ ସୁଖ ଦେଇପାରୁଛି ଏବଂ ସେମାନଙ୍କ ଠାରୁ ଯାହା ଦୁଇ ପଇସା ଆଣୁଛି ଭିକାରୀ ବ୍ରାହ୍ମଣ ଇଏ ଗରିବମାନଙ୍କୁ ଇଏ ଦାନ ଧର୍ମ ବି ମୁଁ କରୁଛି। ସାଧୁଜୀ କହିଲେ ଠିକ ଅଛି, ବେଶ୍ୟାବୃତ୍ତି କର, କିନ୍ତୁ ଯେଉଁ ପୁରୁଷ ତମ ନିକଟକୁ ଆସିବ ସେଦିନ ସେ ତମ ପାଇଁ ଇଏ ସ୍ୱାମୀ ହେବ ଏବଂ ତାଙ୍କ ପାଇଁ ତମେ ଶଙ୍ଖା ସିନ୍ଦୁର ପିନ୍ଧିବ ଏବଂ ସ୍ତ୍ରୀର ଇଏ ମର୍ଯ୍ୟାଦା ପାରିବ। ଗଣ୍ଡୁକୀ ହଁ କହିଲା। ସେଇଦିନ ଠାରୁ ସାଧୁଙ୍କର ଇଏ କଥା ମାନି ଯେଉଁ ପୁରୁଷମାନେ ଗଣ୍ଡୁକୀ ନିକଟକୁ ଆସନ୍ତି ସେ ପୁରୁଷକୁ ସେଦିନ ଗଣ୍ଡୁକୀ ସ୍ୱାମୀ ବୋଲି ଭାବେ। ତାଙ୍କ ପାଇଁ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ବି ପିନ୍ଧେ ଏବଂ ସ୍ୱାମୀର ସେବା ସ୍ତ୍ରୀ ଯେଉଁଭଳି ଇଏ ଭାବେ କରନ୍ତି ଗଣ୍ଡୁକୀ ସେଇଭଳି ଭାବରେ ତାଙ୍କ ସେବା କରେ। ଏଇଭଳି ଭାବରେ ଅନେକ ଦିନ ବିତି ଯାଉଛି। ଭଗବାନ ବୈକୁଣ୍ଠପୁରରେ ଗଣ୍ଡୁକୀର ସତୀ ନାରୀର ଇଏ ମର୍ଯ୍ୟାଦା ଦେଖୁଥାନ୍ତି। ଗୋଟିଏ ସତୀ ନାରୀ ଯେଉଁଭଳି ସ୍ୱାମୀର ସେବା କରେ ଏବଂ ଇଏ ଖୁଆଇ ଦିଏ, ସ୍ୱାମୀର ଇଏ ଯତ୍ନ ନିଏ, ଗଣ୍ଡୁକୀ ଠିକ୍ ସେଇଭଳି ସତୀ ନାରୀର ଇଏ ମର୍ଯ୍ୟାଦା ମଧ୍ୟ ଇଏ କରେ। ପ୍ରଭୁଙ୍କୁ ଭାରି ଖୁସି ଲାଗିଲା। ପ୍ରଭୁ ଦିନେ ବୈକୁଣ୍ଠପୁର ଛାଡ଼ି ଗଣ୍ଡୁକୀ ନିକଟକୁ ଛଦ୍ମବେଶରେ ଆସିଲେ। ଗଣ୍ଡୁକୀ ସେଦିନ ଭଗବାନଙ୍କୁ ନେଇ ହସ୍ତପଦକୁ ଇଏ ଧୌତ କରି ପଲଙ୍କ ଉପରେ ଇଏ ବସାଇଲେ, କିନ୍ତୁ ଗଣ୍ଡୁକୀ ଜାଣିନଥିଲା ଭଗବାନ ଆସିଛନ୍ତି ବୋଲି। ଏବଂ ଗଣ୍ଡୁକୀ ପ୍ରଭୁଙ୍କର ଇଏ ପଦସେବା କଲା। ସ୍ତ୍ରୀର ମର୍ଯ୍ୟାଦା ପାଇଁ
ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ବି ଇଏ ପିନ୍ଧିଲା। କିନ୍ତୁ ସେଦିନ ଭଗବାନ ଗଣ୍ଡୁକୀ ପାଇଁ ଏକ ଇଏ ପରୀକ୍ଷା କଲେ। ରାତ୍ରି 2ଟା ବାଜିଛି, ପ୍ରଭୁ ଇଏ ଚିତ୍କାର କରି ଉଠିଲେ, ମୋ ମୁଣ୍ଡ 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 ବୋଲି। ଗଣ୍ଡୁକୀ ପଚାରିଲା, ଏ ସ୍ୱାମୀ କ'ଣ ହେଉଛି? ନା, ହେ ଗଣ୍ଡୁକୀ, ମୁଁ ଆଉ ଇଏ ବଞ୍ଚିବିନି। ମୁଣ୍ଡର ଯନ୍ତ୍ରଣା ଏତେ ଭାବରେ ହେଉଛି, ମୁଁ ଆଉ ଇଏ ବଞ୍ଚିପାରିବିନି। ଗଣ୍ଡୁକୀ ସାଙ୍ଗେ ସାଙ୍ଗେ ପ୍ରଭୁଙ୍କ ମସ୍ତକକୁ ଆଣି ନିଜର ଇଏ କୋଳରେ ରଖିଲା। ସେଦିନ ଗଣ୍ଡୁକୀ ଭଗବାନଙ୍କୁ ଅନେକ ଡାକିଲା, କହିଲା, ପ୍ରଭୁ, ମୋ ସ୍ୱାମୀର ଆଜି ଦେହ ଭଲ ନାହିଁ, ଅନେକ ଯନ୍ତ୍ରଣା ପାଉଛନ୍ତି। ହେ ଭଗବାନ, ମୋ ସ୍ୱାମୀକି ଭଲ କରିଦିଅ। ଗଣ୍ଡୁକୀ କହି ଭୋ ଭୋ କାନ୍ଦିବାକୁ ଲାଗୁଥାଏ। ପ୍ରଭୁ ଆଖି ଖୋଲି ଗଣ୍ଡୁକୀର ସେହି ଭକ୍ତିଭାବକୁ ଇଏ ଦେଖୁଥାନ୍ତି। ପ୍ରଭୁ ତାପରେ କଠିନ ପରୀକ୍ଷା କଲେ, କହିଲେ, ଗଣ୍ଡୁକୀ, ମୁଁ ଯାଉଛି କହିକି ସେଇଠି ଆଖି ବନ୍ଦ କରିଦେଲି। ଗଣ୍ଡୁକୀ ଯେତେ ପ୍ରକାର ଆଉ ଡାକିଲା, ପ୍ରଭୁ ଆଉ ଶୁଣିଲେନି। ଗଣ୍ଡୁକୀ ଭାବିଲା, ପ୍ରଭୁ ବୋଧେ ଇଏ ମରିଗଲେ। ସ୍ୱାମୀର ମୃତ୍ୟୁ ଦେଖି ଗଣ୍ଡୁକୀ କାନ୍ଦିବାକୁ ଆରମ୍ଭ କଲା। ଅନେକ ଜୋରରେ କାନ୍ଦିଲା ଏବଂ ଗ୍ରାମ ଲୋକମାନେ ସମସ୍ତେ ଆସିଲେ, ଦେଖିଲେ ଯେ ଆଜି ଯୁବକ ଜଣକ ମୃତ୍ୟୁ। ଗଣ୍ଡୁକୀ ସ୍ୱାମୀଙ୍କ ପାଇଁ ମୁଣ୍ଡରୁ ସିନ୍ଦୁର ପୋଛିଦେଲା, ହାତକୁ ଶଙ୍ଖା ବାନ୍ଧିଦେଲା। 6 ଖଣ୍ଡ ବାଉଁଶରେ ଗୋଟିଏ କୋକେଇଟିଏ ତିଆରି ହେଲା। ପ୍ରଭୁ ସେଥିରେ ଶୟନ କଲେ। ମଶାଣିକି ନେଇକି ଗଲେ ପ୍ରଭୁ। ଗଣ୍ଡୁକୀ ପଛେ ପଛେ ଯାଉଥାଏ। ମଶାଣିରେ ଯେତେବେଳେ ଚିତା ଅଗ୍ନି କାଠରେ ନିର୍ମିତ ହେଲା, ଗଣ୍ଡୁକୀ ସେହି ଚିତା ଅଗ୍ନି ମଧ୍ୟରେ ଯାଇ ବସି ପଡ଼ିଲା, ପ୍ରଭୁଙ୍କୁ ଇଏ କୋଳରେ ଧରି। ଚିତାଗ୍ନି ଯେତେବେଳେ ଲାଗିଛି, ସେଇଠି ପ୍ରଭୁ ଇଏ ଚାହିଁଥିଲେ, କହିଲେ, ଗଣ୍ଡୁକୀ, ଦେଖ ମୋ ରୂପ ଆଜି ଦେଖ। ସ୍ୱୟଂ ଭଗବାନ ଆଜି ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଗଣ୍ଡୁକୀ ଆଗରେ ବସି ପଡ଼ିଲେ। ଗଣ୍ଡୁକୀ ଦେଖି ଆଶ୍ଚର୍ଯ୍ୟ ହେଇଗଲା, କାନ୍ଦି ପକେଇଲା। ପ୍ରଭୁ ପଚାରିଲେ, ଗଣ୍ଡୁକୀ, ତୋ ଭକ୍ତିରେ ମୁଁ ଆଜି ଇଏ ପ୍ରସନ୍ନ ହେଇଯାଇଛି। ତୁ ଆଜି କ'ଣ ମାଗୁଛୁ? ମାଗେ, ମୁଁ ତୋତେ ଆଜି ଦେବି। ଗଣ୍ଡୁକୀ ସେଇଠି କହିଲା, ପ୍ରଭୁ, ଯେଉଁଭଳି ଭାବରେ ମୁଁ ଆପଣଙ୍କୁ ଆଜି କୋଳାଗ୍ରତ କରି ରଖିଛି, ସେଇଭଳି ଭାବରେ ସବୁଦିନ ପାଇଁ ଆପଣ ମୋ କୋଳରେ ଏଇଭଳି ଶୟନ କରିଥିବେ, ମୋତେ ଏଇ ବର ଦିଅନ୍ତୁ। ପ୍ରଭୁ ସେଇଠି ଗଣ୍ଡୁକୀ କହିଲେ, ଇଏ ଗଣ୍ଡୁକୀ, ଆଜିଠାରୁ ତୁ ଗଣ୍ଡୁକୀ ନଦୀ ହେଇଯା, ଆଉ ମୁଁ ସେଇ ଗଣ୍ଡୁକୀ ନଦୀ କୂଳରେ ଶାଳଗ୍ରାମ ହୋଇକି ରହିବି। ଆଜିକାର ନୀତିବାଣୀରେ ଆପଣମାନେ ଏହି ଶିକ୍ଷା ଲାଭ କରିବେ। ଗଣ୍ଡୁକୀ ସେଇ ଗଣ୍ଡୁକୀ ନଦୀରେ ପରିବର୍ତ୍ତନ ହେଇଗଲା ଏବଂ ଗଣ୍ଡୁକୀ ନଦୀ କୂଳରେ ଯେଉଁ ପାହାଡ଼ ଦେଖିବେ, ପଥରମାଳା ଗୁଡ଼ିକ ଦେଖିବେ, ସେସବୁ ହେଉଛି ଏ ଶାଳଗ୍ରାମ। ତେଣୁ ଭକ୍ତ ପାଇଁ ଭଗବାନ ଆଜି ଗୋଟିଏ ପଥର ବି ପାଲଟି ଯାଇଛନ୍ତି। ଆଜି ସେଇ ଶାଳଗ୍ରାମ ଘରେ ଘରେ ସମସ୍ତେ ଲୋକେ ବି ଆଜି ଇଏ ପୂଜା କରନ୍ତି। ଏଇ ଥିଲା ନୀତିବାଣୀର ଇଏ ନିର୍ଯାସ କଥା। ଆଜିକାର ଅନୁଚିନ୍ତା, ଶୌଚାଳୟ ପାଖରେ ଠାକୁର ଘର କିମ୍ବା ରୋଷେଇ ଘର ଇଏ କରନ୍ତୁ ନାହିଁ, ଘରେ ଲକ୍ଷ୍ମୀ ଛାଡ଼ିଯିବେ। ଶୌଚାଳୟ ନିକଟରେ ଠାକୁର ଘର ବା ଇଏ ରୋଷ ଘର ଇଏ ରଖିବେନି। ଏଇ ହେଉଛି ମୋର ଅନୁଚିନ୍ତା। ଆଜିକାର ନୀତିବାଣୀକୁ ମୁଁ ଏଇଠି ସମାପ୍ତ କରୁଛି। ମୋ କଥାକୁ ଯଦି ଆପଣ ଧ୍ୟାନ ସହିତ ଶ୍ରବଣ କରିବେ, ଆପଣଙ୍କର ଜୀବନ ସୁଖମୟ ହେଇଯିବ, ବୈକୁଣ୍ଠପୁର ଲାଭ କରିବେ। ଏତିକି କହି ମୋର ବାଣୀକି ଶେଷ କରୁଛି। ଜୟ ଜଗନ୍ନାଥ।